ମିଶ୍ରଙ୍କର ଶ୍ରାଦ୍ଧ ଉତ୍ସବରେ ମଞ୍ଚ ମଣ୍ଡନ କରିଥିବା ସଭାପତି ଏବଂ ସମ୍ମାନନୀୟ ଅତିଥିବର୍ଗ, ସମ୍ମୁଖ ଭାଗରେ ଉପବେଶନ କରିଥିବା ଦଶପଲ୍ଲାର ଦୀପଗଣତା ହୁଅନ୍ତୁ ପଛକେ ବୁଦ୍ଧିଜୀବୀ। ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସମ୍ପର୍କରେ ମୋ ସାର୍ କହିଲା ପରେ ମୁଁ ଆଉ ବକ୍ତବ୍ୟ ରଖିବା ଉଚିତ ନୁହଁ। ସେ ଦୃଷ୍ଟିରୁ ମାତ୍ର 2-3 ଧାଡ଼ି ମାତ୍ର କହିବି। ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ବହୁ ବର୍ଷର, ଆଉ ମୁଁ କହି ରଖିବାରେ ଆଦୌ ଅସଙ୍ଗତ ହେବ ନାହିଁ ଯେ ସେ ମୋ ପରିବାରର କୂଳ ଅଧିବକ୍ତା ଥିଲେ। ମାନେ ମୋ ଜେଜେବାପା, ମୋ ବାପା ଏବଂ ମୋ ସମୟ ପର୍ଯ୍ୟନ୍ତ ସେ ମଧ୍ୟ ଆମର ଅନେକ କେସ୍ ଯେଉଁ ଚାଲିଥିଲା ତାର ସେ ଥିଲେ ଓକିଲ ଥିଲେ। ସେହି ଦୃଷ୍ଟିରୁ ମୋ ପରିବାର ସହିତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସହିତ ଗୋଟେ ନିବିଡ଼ ସମ୍ପର୍କ ଥିଲା। ସେହି କ୍ରମରେ ମୁଁ ଦଶପଲ୍ଲାକୁ ଆସିଲା ପରେ ଏହି ସମ୍ପର୍କ ଅଧିକ ରୁଦ୍ଧିମନ୍ତ ହେଇଛି, ଏହା ଅନସ୍ୱୀକାର୍ଯ୍ୟ। ତେଣୁ ସେ ଯେଉଁଭଳି ଭାବରେ ନାଟ୍ୟ ଜଗତ ପାଇଁ କରିଛନ୍ତି, ଏଇଟା ଓଡ଼ିଶାରେ ଗୋଟିଏ ବ୍ୟତିକ୍ରମ କଥା, ଲୋକ କଥା ହେଇଯାଇଛି। ଗୋଟେ କଥା ଯେଉଁଟା ମୋ ସାର୍ କହିଲେ ନାହିଁ, ସେ ଢେଙ୍କି କଥା କହୁଥିଲେ ସାର୍, ଅଲେଖ ସାର୍। ଅନ୍ନପୂର୍ଣ୍ଣା ଥିଏଟର ଦଶପଲ୍ଲାରେ ରାମଚନ୍ଦ୍ର ମିଶ୍ରଙ୍କର ନାଟକ କରିଥାଏ। ସେଦିନ କିନ୍ତୁ ବିଜୁଳି ସରବରାହରେ ଅବ୍ୟବସ୍ଥା ଯୋଗୁଁ ନାଟକ ହେବ ନା ନାହିଁ ଚାଲିଥାଏ ଆଲୋଚନା, ଯେ ନାଟକ ଆଜି ହେଇପାରିବ ନା ନାହିଁ, ବିଦ୍ୟୁତର ଅବ୍ୟବସ୍ଥା ଚାଲିଛି। ସେହି ସମୟରେ 2 ଜଣ ଦର୍ଶକ କଥୋପକଥନ ହେଉଛନ୍ତି ଯେ ଆଜି ଯଦି ନାଟକ ନ ହୁଏ ମୋର ବହୁତ କ୍ଷତି ହେବ। କାହିଁକି ନା ମୁଁ ମୋ ଢେଙ୍କିଟା ବନ୍ଧା ପକାଇ ପଇସା ଆଣି ଆସିଛି ନାଟକ ଦେଖିବା ପାଇଁ। ଯେଉଁ ନାଟକ ପାଇଁ ଯେଉଁ ଢେଙ୍କି ବନ୍ଧା ହୁଏ ସେଇଟା କେବଳ ଦଶପଲ୍ଲାରେ ହେଇଥିଲା, ରାମଚନ୍ଦ୍ର ମିଶ୍ରଙ୍କ ପାଇଁ ହେଇଥିଲା। ଏଇଟା ସାରା ଓଡ଼ିଶାରେ ଗୋଟେ ଅନନ୍ୟ କଥା ହେଇଥିଲା। ତେଣୁ ଏଇଥିରୁ ଜଣାପଡ଼େ ଯେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ସମାଜଧର୍ମୀ ନାଟକର ପ୍ରଭାବ କେତେ ଥିଲା। ତେଣୁ ଆଉ ନାଟକ ସମ୍ପର୍କରେ କହିବେ ନାହିଁ, କିନ୍ତୁ ଆଉ ଗୋଟେ କଥା ଏଠି ଅନୁରୋଧ କରିବେ, ଯେହେତୁ ମଞ୍ଚରେ 3 ଜଣ ମହାନ ବ୍ୟକ୍ତିତ୍ୱ ଅଛନ୍ତି, ବିଧାୟକ ଅଛନ୍ତି, 2 ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଦଶପଲ୍ଲା ଭଳି ଜାଗାରେ ଯେଉଁଠି ରଙ୍ଗମଞ୍ଚ, ଏଠି ସ୍ଥାୟୀ ରଙ୍ଗମଞ୍ଚ ଥିଲା, କିନ୍ତୁ ଏଠି ରଙ୍ଗମଞ୍ଚଟିଏ ହେଇପାରିଲା ନାହିଁ। ଆମେ ତ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ରଙ୍ଗମଞ୍ଚଟିଏ ବା ଅଡିଟୋରିୟମଟେ କରିବା ପାଇଁ ଦାବି ଉପସ୍ଥାପନ କରିଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ ଫେଲ୍ ମାରିଛୁ। କିନ୍ତୁ ମୁଁ ନମ୍ର ନିବେଦନଟିଏ କରିବି ଯେ ଆମେ ଏଇଠି କର ବା ସେଇଠି କର ଆଉ ଦାବି ରଖୁନାହୁଁ। ଏ ଦଶପଲ୍ଲା NAC ଭିତରେ ଯେଉଁଠି ଭଲ ଜାଗାଟିଏ ଅଛି ଅନ୍ତତଃ ସେଇଠି ଗୋଟିଏ ଅଡିଟୋରିୟମଟେ କରାଯାଉ। ଅନ୍ତତଃ ସେଇଠି ଆମେ ପ୍ରଥମେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନାଟକରୁ ସେ ଅଡିଟୋରିୟମ ଶୁଭାରମ୍ଭ କରିବା, ଯେଉଁଠି ସୁବିଧା ହେଉଛି। କିନ୍ତୁ ଭଲ ଅଡିଟୋରିୟମଟେ କରାଯାଉ। ବର୍ତ୍ତମାନ ଯେଉଁ ଅଧ୍ୟକ୍ଷ ମହୋଦୟ ଅଛନ୍ତି, ଆମର ଏଇଠି ବହୁତ 3 କୋଟି 4 କୋଟି ଟଙ୍କାରେ ମଧ୍ୟ ଆମର କଲ୍ୟାଣ ମଣ୍ଡପ କରୁଛନ୍ତି, କିନ୍ତୁ ସେତିକି ଟଙ୍କାରେ ଯଦି ଗୋଟେ ଅଡିଟୋରିୟମ କରାଯାନ୍ତା, ସେ କଲ୍ୟାଣ ମଣ୍ଡପର କାମ ସେ ଦିଅନ୍ତା ଏବଂ ନାଟକ ପାଇଁ କାମ ଦିଅନ୍ତା, ସଂସ୍କୃତି ସମାବେଶ ପାଇଁ ମଧ୍ୟ କାମ ଦିଅନ୍ତା। ତେଣୁ ଏ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାମରେ ଯେହେତୁ ଆମେ ଏଇଠି ସମସ୍ତ ବୁଦ୍ଧିଜୀବୀ ଏକତ୍ରିତ ହେଇଛେ, ଆଜି ଗୋଟେ ଅନ୍ତତଃ ଆମେ ସମସ୍ତଙ୍କ ତରଫରୁ ମୁଁ ନିବେଦନ ରଖିବି ଯେ ଦଶପଲ୍ଲା NAC ପରିମଣ୍ଡଳ ଭିତରେ ବା ପରିସର ଭିତରେ କେଉଁଠି ବି ଗୋଟେ ଅଡିଟୋରିୟମଟେ କରାଯାଉ, ନାଟ୍ୟ ମଞ୍ଚଟିଏ, ସ୍ଥାୟୀ ନାଟକ ରଙ୍ଗମଞ୍ଚଟିଏ କରାଯାଉ, ଯାହାଫଳରେ ହେଲେ ଆମର ଶ୍ରଦ୍ଧା ସୁମନ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପ୍ରତି ସମର୍ପିତ ବୋଲି ଆମେ ଅନୁମାନ କରିବା ବା ଆମେ ହୃଦୟଙ୍ଗମ କରିବା। ଏତିକି କହି ମୁଁ ବକ୍ତବ୍ୟ ସମାପନ କରି ସମସ୍ତଙ୍କୁ ସାଧୁବାଦ ଜଣାଉଛି।